ଜାଣିଛନ୍ତି ଏ ଲାଇଟ୍ କ'ଣ ପାଇଁ ହେଇଛି? ଆସନ୍ତୁ ଜାଣିବା କ'ଣ ପାଇଁ ହେଇଛି। ତ ଆପଣମାନେ ଦେଖିଥିବେ ଲାଇଟ୍ ଏଇଭଳିଆ ହୋଲି ଟାଇମ୍ରେ ଆସିଲେ ତ ଠାକୁରମାନେ ଆସିଲେ ତ ଏଇଭଳିଆ ସବୁ ଆସିଥାଏ ଲାଇଟ୍ ଫାଇଟ୍ ହେନ୍ ତେନ୍। ତ ହୋଲିରେ ଠାକୁରମାନଙ୍କୁ ଆସିବା ପାଇଁ ମେଳନ ଯେ କହନ୍ତି ମେଳନ ପଡ଼ିଆ। ତ ମେଳନ ପଡ଼ିଆକୁ ଆମେ ଆସିଛୁ। ତ ବହୁତ ସାରା ଲାଇଟ୍ ଗେଟ୍ କମ୍ପିଟିସନ୍ ମାର୍କେଟ୍ ହେଇଛି। ତ ଲାଇଟ୍ରେ କମ୍ପିଟିସନ୍ ହେଇଛି, ଡିଜେ ଫିଜେର ଅଛି ବି କମ୍ପିଟିସନ୍। ତ ସେଥିପାଇଁ ଏତେ ସବୁ ଲାଇଟ୍ ଗେଟ୍ ଏଗୁলো ସବୁ ହେଇଛି। ତ ମୁଁ କୃଷ୍ଣଙ୍କ ପାଖରୁ ଟିକେ ଆସି ଫଟୋ ଉଠେଇ ନେଲି। ତ ଆସନ୍ତୁ ଦେଖିବା କେମିତି ଗାଁ ଭିତରେ କେମିତି ଲାଇଟିଂ ହେଇଛି। ଚାଲ। ତ ଲାଇଟ୍ ଦେଖିବେ ଠାକୁର ରଖିବା ପାଇଁ ଏଭଳିଆ ସବୁ ସ୍ଥାନ କରାହେଇଛି ଯେ ରାଧାକୃଷ୍ଣ ଆସିକି ଏମିତି ବସିବେ। ତ ରାଧାକୃଷ୍ଣ ପାଇଁ କେବଳ ହୋଲିଟା ହେଇଛି। ତ ଆପଣମାନେ ଦେଖୁଥିବେ ରାଧାକୃଷ୍ଣ ପାଇଁ ହୋଲିଟା ହେଇଛି। ଆପଣମାନେ ଦେଖୁଥିବେ ଯେ କ'ଣ ଏ ଏରିଆକୁ ଯେ କ'ଣ କରିକି ପୁରା ସଜେଇଛନ୍ତି। ପୁରା ଭାଇ ଇଏ କ'ଣ ଇଏ କିଏ? ତ ସଜେଇଛନ୍ତି ଦେଖନ୍ତୁ କେତେ ବଢ଼ିଆ ଶୈଳୀରେ ସଜେଇଛନ୍ତି। ଡେକୋରେସନ୍ ଲାଇଟ୍ ଗେଟଅପ୍ ପୁରା ବହୁତ ସାରା ବହୁତ ବଢ଼ିଆ ହେଇଛି। ତ ଆସନ୍ତୁ ବୁଲିକି ତ ମୁଁ ଏନ୍ଜୟ କରିଗଲି। ତ ଆପଣମାନେ ମିସ୍ କରିଯାଇଛନ୍ତି ଯେହେତୁ ଦେଖିପାରିବେନି। ତ ଆପଣଙ୍କୁ ଏଇ ଭିଡ଼ିଓ ସହିତ ଯୋଡ଼ି ରହିବେ ତ ପୁରା ଦେଖିବେ ତ କ'ଣ କେମିତି ଅଛନ୍ତି। ରହିଲି ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।